नमस्कार जय जगन्नाथ आसतु जानिबा आज पणा संक्रांति विषय पणा संक्रांति दिन केबे भी क्षीर तैयारी मिठा किणतु नहीं। क्षीर चंद्रमा ग्रहर कारक अटे। चंद्रमा एवं मंगल परस्पर विरोधी ग्रह अटंती। तेणु भूल दिन क्षीर तैयारी मिठा तथा सामग्री किणतु नहीं एवं व्यवहार करतु नहीं। ଏହି ଦିନ ଏକ ଦୀପରେ ଆପଣ ଯଦି ରାଶି ତେଲରେ ଏକ ଲବଙ୍ଗ ପକାଇ ହନୁମାନଙ୍କ ପାଖରେ ପ୍ରଜ୍ୱଳିତ କରନ୍ତି, ଆପଣ ଦେଖିବେ ଆପଣଙ୍କର ଯାହା ବି ଘରେ ସମସ୍ୟା ଅଛି ସବୁ ଦୂର ହୋଇଯିବ। ଏହି ଦିନ ଆପଣଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। 3 ନମ୍ବର ଜାନୁଆରୀ 1 ତାରିଖ ନୂଆ ବର୍ଷକୁ ପାଳନ କରିଥାନ୍ତି ସମସ୍ତେ, କିନ୍ତୁ ପ୍ରକୃତରେ ପଣା ସଂକ୍ରାନ୍ତି ଦିନରେ ହିଁ ଆମର ଓଡ଼ିଆ ନବବର୍ଷ ହୋଇଥାଏ। ଏହି ଦିନ ପଣା ସଂକ୍ରାନ୍ତି ସହିତ ମହାବୀର ଭଗବାନ ମହାବୀର ହନୁମାନଙ୍କର ଜୟନ୍ତୀ ମଧ୍ୟ ହୋଇଥାଏ। 4 ନମ୍ବର, ଯଦି ଆପଣଙ୍କ ଘରେ ଧନର ଅଭାବ ଲାଗି ରହିଥାଏ ବା ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଥାଏ, ତାହେଲେ ଏହାକୁ ଆପଣ କ'ଣ କରନ୍ତୁ ନା, ଲାଘବ ପାଇଁ 11ଟି ମଙ୍ଗଳବାର ଆପଣ ଏକ ନଡ଼ିଆ ଜଟା ଓ ପାଣି ଥିବା ନଡ଼ିଆକୁ ନିଅନ୍ତୁ। ତା ଦେହରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ଲଗାଇ ଏକ ଲାଲ କପଡ଼ା ବାନ୍ଧି ହନୁମାନ ମନ୍ଦିର ଯାଇ ହନୁମାନଙ୍କ ଚରଣରେ ଛୁଇଁ ପ୍ରତି ମଙ୍ଗଳବାର 11ଟି ମଙ୍ଗଳବାର ଏପରି କରନ୍ତୁ ଏବଂ ତାପରେ ଆଣିକି ଘର ସାମ୍ନାରେ ତାହାକୁ ନାଲି କପଡ଼ାରେ ବାନ୍ଧିକି ଟାଙ୍ଗି ଦିଅନ୍ତୁ। ଦେଖିବେ ଆପଣଙ୍କର ଏହି ଯେଉଁ ସମସ୍ୟା ସବୁ ଦୂର ହୋଇଯିବ। ଭଗବାନ ହନୁମାନ ଆପଣଙ୍କର ସବୁ ସମସ୍ୟାକୁ ସେ ଦୂର କରିଦେବେ। 5 ନମ୍ବର, ଚଳିତ ବର୍ଷ ପଣା ସଂକ୍ରାନ୍ତି ଏପ୍ରିଲ 14 ତାରିଖରେ ପଡ଼ୁଛି। ଏହା ପ୍ରାୟତଃ ବର୍ଷରେ ଏପ୍ରିଲ ମାସରେ 14 ତାରିଖରେ ହିଁ ପଣା ସଂକ୍ରାନ୍ତି ପଡ଼ିଥାଏ। ଓଡ଼ିଆ ନବବର୍ଷ ପାଳନ ମଧ୍ୟ ଏହି ଦିନ କରାଯାଇଥାଏ। ଏହା ସହିତ ଘରେ ପୂଜା ହେଉଥିଲେ ଏଇଠାରେ ଆମେ କ'ଣ କରନ୍ତି ନା, ଚଉରାଙ୍କ ପାଖରେ ପୂଜା କରାଯାଇଥାଏ। ପଣା ସଂକ୍ରାନ୍ତିରେ ବେଲ ପଣା ଛତୁଆ ପଣା ତିଆରି କରାଯାଇଥାଏ ଏବଂ ବେଲ ପଣାରେ ବେଲ ରସ ସହିତ ବିଭିନ୍ନ ଫଳ ଯେମିତିକି କଦଳୀ, ନଡ଼ିଆ, ଗୋରା ଏମିତି ବିଭିନ୍ନ ପ୍ରକାର ଫଳ ପକାଇକି ୟାକୁ ଆମେ ପଣା କରିକି ପିଆଯାଇଥାଏ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦୟାକରି ଦେଖନ୍ତୁ। ତା ସହିତ ଭିଡ଼ିଓଟି ଲାଇକ୍ ସେୟାର କରିବା ସହିତ ହାଇ ପଏଣ୍ଟଟା ଦୟାକରି ଦେବେ ଏବଂ ଯେଉଁମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ଦୟାକରି ସବସ୍କ୍ରାଇବ୍ ବି କରିବେ। ତା ସହିତ ବେଲ୍ ଆଇକନ୍କୁ ମଧ୍ୟ କ୍ଲିକ୍ କରିଦେବେ। ତାପରେ ପଣା ସଂକ୍ରାନ୍ତି ଦିନ ଗବ ଗଛର ଏକ ବାଡ଼ି ପୋତିକି ତା ଦେହରେ କ'ଣ କରନ୍ତି ନା, ଏକ ଠେକି ଆମେ ଯେଉଁ ମାଟିର ଠେକିଟିଏ ବନ୍ଧା ସରା ତାକୁ କଳସରେ ବାନ୍ଧି ଦିଅନ୍ତି। ତାକୁ ଚଉରା ପାଖରେ ଏବଂ ତା ଦେହରେ ଯେଉଁ ଛୋଟ କଣାଟିଏ ମଧ୍ୟ ଥାଏ ସେଥିରେ ପାଣି ଦେବାରୁ ସେ ଯେଉଁ ଧୀରେ ଧୀରେ ପାଣି ଚଉରା ମଧ୍ୟକୁ ଆସିଥାଏ ଏବଂ ସେଦିନ ତାକୁ ପୂଜା କରାଯାଇଥାଏ। ସେହି ମାଟି କଳସ ତଳେ ଏକ ଛୋଟ ଛିଦ୍ର ହୋଇଥିବାରୁ ପରବର୍ତ୍ତୀ ସଂକ୍ରାନ୍ତି ପର୍ଯ୍ୟନ୍ତ ସେହି କଳସର ପାଣି ଚଉରାରେ ଦିଆଯାଇଥାଏ। ଦୟାକରି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଲାଇକ୍ ସେୟାର ମଧ୍ୟ କରିବେ। ଏହି ଦିନ ଲୁହା ନିର୍ମିତ ଜିନିଷ ଆପଣ କିଣନ୍ତୁ ନାହିଁ। ଏହି ଦିନ କ'ଣ କରନ୍ତୁ ନା, କିଣିବା ଏସବୁ ଜିନିଷ ଯଦି ଆମେ କିଣିବା, ଲୁହା ଜିନିଷ ଯଦି କିଣିବେ ଆପଣ, ତାହେଲେ ବହୁତ ଅଶୁଭ ହୋଇଥାଏ। ଏହା ସହିତ ଆପଣ ଷ୍ଟିଲ୍ ଏବଂ ଧାରୁଆ ବସ୍ତୁ ମଧ୍ୟ ଏହି ଦିନ ଆଦୌ କିଣନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କୁ ଏହି ଦିନ ନଖ ଓ ଚୁଟି କାଟିବାକୁ ମଧ୍ୟ ବାରଣ କରାଯାଇଥାଏ।
ଏସବୁ ଜିନିଷ କରିବା କଥା ନୁହେଁ। ଭଗବାନ ବଜରଙ୍ଗବଲି ଏସବୁ କଲେ କ୍ରୋଧିତ ହୋଇଥାନ୍ତି ଏବଂ ଏହି ଦିନ ତାଙ୍କର ଜୟନ୍ତୀ ମଧ୍ୟ ଅଟେ। 10 ନମ୍ବରରେ ପଣା ସଂକ୍ରାନ୍ତିରେ ବେଲପଣା ଛତୁଆ ପଣା ତିଆରି କରାଯାଇଥାଏ ଏବଂ ସମସ୍ତଙ୍କୁ ଏଠି ପଣା ବଣ୍ଟା ଯାଇଥାଏ। ଖରା ବୈଶାଖ ମାସ, ଖରା ପ୍ରଚଣ୍ଡ ଖରା ଆରମ୍ଭ ହୋଇଥାଏ ଓ ସବୁ ରାସ୍ତାଘାଟରେ ପଣା ସମସ୍ତଙ୍କୁ ଦାନ କରାଯାଇଥାଏ। ତା ସହିତ ଏହି ଦିନ ଛତୁଆ ପୂଜା କରାଯାଇଥାଏ। ଘର ସହିତ ମନ୍ଦିରରେ ଯାଇକି ବି ଛତୁଆ ପୂଜା କରାଯାଏ, ଛତୁଆ ଭୋଗ ଲଗାଯାଇଥାଏ ଏବଂ ପ୍ରତି ଲୋକଙ୍କୁ ରାସ୍ତାରେ ସମସ୍ତେ ଦାନ କରନ୍ତି, ପଣା ବାଣ୍ଟନ୍ତି ସମସ୍ତଙ୍କୁ। ଏହି ଦିନ ମାଛ, ମାଂସ, ମଦ ଏସବୁଠାରୁ ଦୂରେଇ ରହିଲେ ଆପଣଙ୍କର ବହୁତ ଭଗବାନ ଆପଣଙ୍କ ପ୍ରତି ପ୍ରସନ୍ନ ହେବେ। ଏହି ଦିନ ଯେଉଁ ବ୍ୟକ୍ତି ମାଂସ, ମଦିରା ବା ସେବନ କରିଥାନ୍ତି, ବଜରଙ୍ଗବାଲି ସେହି ବ୍ୟକ୍ତି ଉପରେ କ୍ରୋଧିତ ହୋଇଥାନ୍ତି। ତେଣୁ ଏସବୁ ଜିନିଷରୁ ନିବୃତ୍ତ ରହିଲେ ଆପଣଙ୍କର ସୁଖ ସଂସାର ବଢ଼ି ଚାଲିବ, ଆପଣ ଖୁସି ରହିବେ, ଆପଣଙ୍କର ଘରେ ଧନର ଭଣ୍ଡାର ଖୋଲିଯିବ। ତେଣୁ ଏହି ଦିନ ହସ ଖୁସିରେ ରୁହନ୍ତୁ, ଭଗବାନଙ୍କର ପୂଜା କରନ୍ତୁ, ହନୁମାନଙ୍କର ମନ୍ତ୍ର ତାଙ୍କର ଚାଳିଶା ପାଠ କରନ୍ତୁ ଏବଂ ଏହି ସଂକ୍ରାନ୍ତିରେ ଉପବାସ ମଧ୍ୟ କରନ୍ତି। ସବୁଠାରେ ପଣା ଭୋଗ ଲାଗି କରାଯାଇଥାଏ। ଘରେ ଘରେ ବେଲପଣା ସବୁ ତିଆରି ହୋଇଥାଏ ଏବଂ ଏହି ଦିନ ଆମର ଓଡ଼ିଆଙ୍କର ନୂଆ ବର୍ଷ, ସେଥିପାଇଁ ସମସ୍ତେ ମନ ଆନନ୍ଦର ସହିତ ଏହି ଦିନଟା ପାଳନ କରିବା କଥା ଏବଂ ଏହି ଦିନ ସମସ୍ତେ ମଧ୍ୟ ପାଳନ କରିଥାନ୍ତି। ହସ ଖୁସିରେ ପାଳନ କରିବା ସହିତ ମନ୍ଦିର ସମସ୍ତେ ସକାଳ ମନ୍ଦିରକୁ ଯାଆନ୍ତି ଏବଂ 13 ନମ୍ବରରେ ଯେଉଁ ବ୍ୟକ୍ତି ଏହି ପବିତ୍ର ପଣା ସଂକ୍ରାନ୍ତି ଦିନ କ୍ରୋଧିତ ହୋଇଥାନ୍ତି, ସେ ବ୍ୟକ୍ତି କେବେ ବି ବଜରଙ୍ଗୀ ବାଲିଙ୍କର ପୂଜା କରିବେ କଥା ନୁହେଁ। କାହିଁକି ନା ପ୍ରଭୁ ବଜରଙ୍ଗୀ ବାଲି ବହୁତ ଶାନ୍ତିପ୍ରିୟ। ତେଣୁ କ୍ରୋଧିତ ହୋଇ ଏମିତି ଏହି ଦିନ କେବେ ପୂଜା କରିବା କଥା ନୁହେଁ। ଏହା କରିବା ଦ୍ୱାରା ଆପଣଙ୍କର କୌଣସି ବି ଫଳ ଆପଣଙ୍କୁ ମିଳିନଥାଏ, ଆପଣଙ୍କ ମନସ୍କାମନା ପୂରଣ କେବେ ବି ହୋଇନଥାଏ। ତେଣୁ ଏହି ଦିନ ଶାନ୍ତିମୟ ଭାବରେ ପୂଜା କରନ୍ତୁ, ଘରେ ସବୁବେଳେ ଶାନ୍ତ ଭାବରେ ରୁହନ୍ତୁ, ଘର ପରିବେଶ ଶାନ୍ତମୟ ରଖନ୍ତୁ। ଦେଖିବେ ଭଗବାନ ହନୁମାନ ଆପଣଙ୍କର ଆଶୀର୍ବାଦ ଆପଣଙ୍କୁ ଦେବେ, ଆପଣ ତାଙ୍କର କୃପା ଲାଭ କରିବେ। ଛତୁଆ ପଣା ମଧ୍ୟ ପଣା ସଂକ୍ରାନ୍ତିରେ ତିଆରି କରାଯାଇ ତା ସହିତ ବୁଟ ଡାଲିର ଛତୁଆରେ ଗୁଡ଼, ବିଭିନ୍ନ ପ୍ରକାର ଫଳ ମୂଳ, କଦଳୀ, ନଡ଼ିଆ ପକାଇ ସ୍ୱାଦିଷ୍ଟ ପଣା ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଛତୁଆ ପଣା ସହିତ ବେଲପଣା ହୁଏ, ବୁଟ ଡାଲିରେ ଯେଉଁ ପଣା ତା ଦେହରେ ମଧ୍ୟ ହୁଏ। ତାହେଲେ ବିଭିନ୍ନ ପ୍ରକାର ପଣା ସମସ୍ତେ ଏହି ଦିନ ତିଆରି କରିଥାନ୍ତି। ଏହି ଦିନ ଅଗ୍ନି ଦଣ୍ଡ କରିଥାନ୍ତି। ଏହି ଦଣ୍ଡଯାତ୍ରାରେ ଉଭୟ ଭଗବାନ ଶିବ ଏବଂ ମା କାଳୀଙ୍କୁ ପୂଜା କରାଯାଇଥାଏ। ଏହିପରି ଏହି ଦିନ ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ମଧ୍ୟ ହୋଇଥାଏ। ଦଣ୍ଡଯାତ୍ରା ସଂକ୍ରାନ୍ତିର ଢେର ଦିନ ଆଗରୁ ବହୁତ ପୂର୍ବରୁ ନୀତିକ୍ରାନ୍ତି ସହିତ ଯାତ୍ରା ଉଦଯାପନ କରିଥାନ୍ତି। ଅତି ନିଷ୍ଠାର ସହିତ ଦଣ୍ଡୁଆମାନେ ଦଣ୍ଡନାଚ କରିବା ସହିତ ଆଉ ଗୋଟିଏ ସ୍ଥାନକୁ ଯାଇ ଧୂଳି ଦଣ୍ଡ, ପାଣି ଦଣ୍ଡ ଏସବୁ କରିଥାନ୍ତି। ବୈଶାଖ ମାସରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଯୋଗୁଁ ଅଧିକ ମାତ୍ରାରେ ଖରା ହୋଇଥାଏ। ତେଣୁ ଏହି ଦିନ ସବୁଆଡ଼େ ପାଣି, ନଦୀ, ପୋଖରୀ ସବୁ ଶୁଖି ଯାଇଥାଏ। ତେଣୁ ଏଥିପାଇଁ ଏହି ଦିନ କ'ଣ କରନ୍ତି ନା, ସମସ୍ତଙ୍କ ଦୁଆର ମୁହଁରେ ସମସ୍ତେ ଗୋଟେ ବଡ଼ ବଡ଼ ପାତ୍ରରେ ପାଣି ରଖିଥାନ୍ତି।
ପଶୁ ପକ୍ଷୀମାନଙ୍କ ପାଇଁ ସେମାନେ ପାଣି ପିଇବା ପାଇଁ ତାଙ୍କୁ ଦେଲେ ଏହି ଦିନ ବହୁତ ପୁଣ୍ୟ ଲାଭ ମିଳିଥାଏ। ବସୁଧା ମାତାକୁ ଗ୍ରୀଷ୍ମ ପ୍ରଭାବରୁ ରକ୍ଷା କରିବା ପାଇଁ ପଣା ସମସ୍ତ ଦେବୀ ଦେବତାଙ୍କ ଉଦ୍ଦେଶ୍ୟରେ ଅର୍ଥାତ୍ ଘରେ ପୂଜା ହେଉଥିବା ଚଉରାଙ୍କ ପାଖରେ ପୂଜା ହୋଇଥାଏ। ତାହେଲେ ଆଜିର ଭିଡ଼ିଓଟି ମୁଁ ଏଇଠି ରଖୁଛି। ଆପଣ ସମସ୍ତେ ଭଲରେ ରୁହନ୍ତୁ। ନମସ୍କାର, ଜୟ ଜଗନ୍ନାଥ।